ଲଙ୍ଘି ମାଡ଼ି ଆସୁଛି ଚିତ୍ରୋତ୍ପଳା। ଖାଇ ଚାଲିଛି ବଳରାମପୁର ହାଇସ୍କୁଲର ଖେଳ ପଡ଼ିଆ। କଟକ ଜିଲ୍ଲା ଜଗତପୁର ଜଳସମ୍ପଦ ନର୍ଥ ଡିଭିଜନ ବିଭାଗ ଅଧୀନରେ ଯାଉଥିବା ଏବଂ ନିଶ୍ଚନ୍ତ କୋଇଲି ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ବଳରାମପୁର ହାଇସ୍କୁଲ ଖେଳ ପଡ଼ିଆକୁ ପାଖାପାଖି 100ରୁ 200 ମିଟର ଖାଇଗଲାଣି ଚିତ୍ରୋତ୍ପଳା ନଦୀ, ଯାହାଫଳରେ ଏବେ ଆତଙ୍କିତ ଅଛନ୍ତି ଅଞ୍ଚଳବାସୀ। ନଦୀ ପଠାରେ ଥିବା ଅନେକ ଗଛ ଏବେ ନଦୀ ଗର୍ଭରେ ଲୀନ ହେଲାଣି। ଆଉ ଯାହା ଗଛ ଅଛି ତାହା ଆଗକୁ ନଦୀ ଗର୍ଭରେ ହିଁ ଯିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ନଦୀରେ ଅତ୍ୟଧିକ ପାଣି କୂଳ ଖାଇଲା ବେଳକୁ ବର୍ଷା ଅବସ୍ଥାକୁ ଦ୍ୱିଗୁଣିତ କଲାଣି। ତୁରନ୍ତ ଏହି ସ୍ଥାନକୁ ସମ୍ପୃକ୍ତ ବିଭାଗ ସୁରକ୍ଷିତ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ଏ ବାବଦରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ତୁରନ୍ତ ଏହି ସ୍ଥାନକୁ କିଭଳି ସୁରକ୍ଷିତ କରାଯିବ ତାହା ଉପରେ ଅନୁଧ୍ୟାନ ହେବ। ମହାନଦୀ ଚିତ୍ରୋତ୍ପଳା ଦୁଆବ ଅଞ୍ଚଳର ପାଖାପାଖି 25-27 ଗୋଟି ପଞ୍ଚାୟତ ଭିତରୁ ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ବିଶେଷ କରି ଚିତ୍ରୋତ୍ପଳା ନଦୀ ମୁହାଣ ନିକଟରେ ଅବସ୍ଥିତ ତରିତ ଆଉ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତ ଚଳିତ ବର୍ଷ ବହୁ ଭାବରେ କ୍ଷତିଗ୍ରସ୍ତ ହୋଇଛି ବନ୍ୟା ଯୋଗୁଁ। ଏବଂ ବିଶେଷ କରି এই ନଦୀ ମୁହାଣ ନିକଟରେ ଅବସ୍ଥିତ ଆମ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତର ଏ ବଳରାମପୁର ଠାରେ ବଳରାମପୁର ହାଇସ୍କୁଲର ଗୋପବନ୍ଧୁ ମିନି ଷ୍ଟାଡିୟମ ବା ଖେଳ ପଡ଼ିଆ ଚିତ୍ରୋତ୍ପଳା ନଦୀ କୂଳରେ ଅବସ୍ଥିତ। ଆମେ ଦେଖୁଛୁ ଚଳିତ ବର୍ଷ ଗୁଆଳି ନାସି ଯାହା ଆଜି ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି, ଯେଉଁଭଳି ଭାବରେ ବିପଦ ସୃଷ୍ଟି କରିଛି। ନଦୀ ଅତଡ଼ା ଖାଇ ଖାଇ ଚାଲିଛି ଏବଂ ଗୁଆଳି ନାସି ଠାରୁ ମାତ୍ର କମ୍ ଦୂରତା ଭିତରେ ଅବସ୍ଥିତ ଆମର এই ବଳରାମପୁର ଗ୍ରାମର ଏ ହାଇସ୍କୁଲ ନିକଟରେ ଆଜି ବି ବର୍ତ୍ତମାନ ସମୟରେ ଯେଉଁଭଳି ବନ୍ୟା ଜଳ ଯୋଗୁଁ ନଦୀ ଅତଡ଼ା ଧସି ଚାଲିଛି, ପାଖାପାଖି ଆମେ ଦେଖିବା ଭିତରେ ଏ ବର୍ଷେ 2 ବର୍ଷ ଭିତରେ 200 ମିଟରରୁ ଅଧିକା ଅତଡ଼ା ଖାଇସାରିଲାଣି। ଯଦି ଏଇଭଳି ଭାବରେ ନଦୀ ଯୋଗୁଁ ନଦୀ ବନ୍ଧ ଆମର ଅତଡ଼ା ଯଦି କ୍ଷତିଗ୍ରସ୍ତ ହୁଏ ତାହେଲେ ଆଗାମୀ ଦିନରେ এই ଅଞ୍ଚଳ ପାଇଁ ବନ୍ୟାର ବିଭୀଷିକାରେ ଏକ ବିପଦ ସୃଷ୍ଟି ହେବ। ହୁଏତ এই ଅଞ୍ଚଳ ପାଇଁ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ। ତେଣୁ ଆପଣମାନଙ୍କ ଜରିଆରେ ଆମେ ପ୍ରଶାସନ ନିକଟରେ ନିବେଦନ କରୁଛୁ, ଏତେ ବଡ଼ ତ୍ରିକୋଣଭୂମି ଅଞ୍ଚଳ ପାଇଁ ଯଦି ନଦୀ ମୁହାଣ ନିକଟରୁ ଆରମ୍ଭ କରି ଏବଂ এই ବିଶେଷ ଯେଉଁ ଜାଗାରେ ଅଧିକ ଭାବରେ ନଦୀ ବନ୍ଧ ଖାଉଛି ବା ଅତଡ଼ା ଧସୁଛି ସେ ଜାଗାରେ ପଥର ପ୍ୟାକିଂ କରାଯାଉ ବା ସ୍ପର ପ୍ୟାକିଂ ହେଉ ବା କୌଣସି ପ୍ରକାର ଗାର୍ଡୱାଲ ସିଷ୍ଟମ କରାଯାଇ ସୁରକ୍ଷା ପ୍ରଦାନ କରା ନଯାଏ, ତେବେ ଆଗାମୀ ଦିନରେ ଆମ ଅଞ୍ଚଳ ପାଇଁ ମହାବିପଦ ସୃଷ୍ଟି ହେବ। ଦାବି ରଖିବୁ ଏଇଟା ହେଉଛି ଆମର ବଳରାମପୁର ଗ୍ରାମ। ଏଠି ବଳରାମପୁର ଗ୍ରାମର ଏଇ ହାଇସ୍କୁଲର ବଳରାମପୁର ହାଇସ୍କୁଲ ହେଉଛି ଖେଳ ପଡ଼ିଆ। ଏଠି ଏଇ ବର୍ଷେ 2 ବର୍ଷ ଭିତରେ 200ରୁ ମିଟର ଖଣ୍ଡେ ଅତଡ଼ା ଖାଇଗଲାଣି। ଆପଣମାନେ ଭିଜୁଆଲ ନେଇକି ଦେଖିପାରିବେ। ଏଇଟା ଆମର ଏଠି 300ରୁ ଉର୍ଦ୍ଧ୍ୱ ପିଲା ପାଠ ପଢ଼ୁଛନ୍ତି। ଏଠି ତାଙ୍କର ସ୍ପୋର୍ଟସ ହୁଏ, ବହୁତ ପ୍ରକାର ଅସୁବିଧା ହେଉଛି, ବହୁତ ଫଙ୍କସନ୍ ହୁଏ। ବର୍ତ୍ତମାନ ଆସି ଅତଡ଼ା ଖାଇ ଖାଇକି ଆଉ ଅଳ୍ପ ଦିନ ଭିତରେ ଯଦି ଏମିତି ପ୍ୟାକିଂ ନ ହେବ, ସ୍ପର ନିର୍ମାଣ ନ ହେବ, ତାହେଲେ ପଡ଼ିଆର ରହିବନି, ଖେଳ ପଡ଼ିଆ ରହିବନି। ଆଉ ଆମେ ଦାବି ଜଣାଉଛୁ ଯେ ଆକୁ ତୁରନ୍ତ ପ୍ରଶାସନ ଦାୟିତ୍ୱକୁ ନେଇକି ଏକ ସ୍ପର ନିର୍ମାଣ ସହିତ ଡମ୍ପିଂ ସହିତ ସ୍ପର ନିର୍ମାଣ କରାଗଲେ ଏ ପଡ଼ିଆର ଆଉ କିଛି କ୍ଷତି ହେବନି ବୋଲି ଆମେ ଆଶା କରୁଛୁ। ସାଲେପୁରରୁ ଜ୍ୟୋତ୍ସ୍ନାରାଣୀ ସିଂଙ୍କ ରିପୋର୍ଟର୍ସ ଟୁଡେ।